ଜୟ ଜଗନ୍ନାଥ। ଆଜି ଆମେ ସୁଭଦ୍ରା ଯୋଜନା ବିଷୟରେ ଆଲୋଚନା କରିବା। ଯେଉଁମାନେ ଏନ୍ପିସିଆଇ ଲିଙ୍କ କରିନାହାନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କ'ଣ କହିଛନ୍ତି ଏନ୍ପିସିଆଇ ବିଷୟରେ ତାକୁ ଆମେ ଜାଣିବା। ଆଉ ସେମାନଙ୍କୁ ଏନ୍ପିସିଆଇ କରାଇ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ନେଇ ପୂର୍ବରୁ ଘୋଷଣା କରାଯାଇ ସାରିଛି। ଉପମନ୍ତ୍ରୀ ପ୍ରଭାତ ପରିଡ଼ା କହିଥିଲେ ବାକି ଥିବା ଇକେୱାଇସି ଆଉ ଏନ୍ପିସିଆଇରୁ ପାଖାପାଖି 25% କେୱାଇସି ବ୍ୟାଙ୍କକୁ ଯାଇ ବାୟୋମେଟ୍ରିକ୍ ସହ ଏନ୍ପିସିଆଇର କରିବାକୁ ଆବେଦନକାରୀଙ୍କୁ ଅପିଲ କରିଥିଲେ ପ୍ରଭାତ ପରିଡ଼ା। କାରଣ ଏନ୍ପିସିଆଇ କେୱାଇସି ନ ହୋଇଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ ନାହିଁ। ତାର 20 ଲକ୍ଷ ହିତକାରୀଙ୍କୁ ପାଇବେ ଟଙ୍କା। ଯେଉଁମାନେ ଏନ୍ପିସିଆଇ କରିନାହାନ୍ତି ସେମାନେ ସମସ୍ତେ ଯୋଗ୍ୟ ହିତକାରୀ। ଆଉ ସେମାନଙ୍କୁ ଏନ୍ପିସିଆଇ କରାଇ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସବୁଠାରୁ ଅଧିକ ଏନ୍ପିସିଆଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବାକି ଅଛି। ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ଥିବା ଆବେଦନକାରୀମାନେ ଷ୍ଟେଟ୍ ବ୍ୟାଙ୍କ ବ୍ରାଞ୍ଚ ଯାଇ କରାଇ ନେବାକୁ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା। ଯେଉଁମାନେ ଫେବୃଆରୀ 8ରେ ନ ପାଇବେ ସେମାନେ ଆବେଦନ କଲେ ସେମାନଙ୍କୁ ମାର୍ଚ୍ଚରେ 2ଟି କିସ୍ତିରେ ସୁଭଦ୍ରା କିସ୍ତି ଟଙ୍କା ଦିଆଯିବ। ଏକାବେଳେ ସେମାନେ କିସ୍ତି ଅର୍ଥାତ୍ 10,000 ଟଙ୍କା ପାଇବେ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରିବେ।